ଖରା ଦିନରେ ଏତେ ଶୀଘ୍ର ଶୀଘ୍ର ଭେଣ୍ଡି ଗୁଡ଼ା ଆମର ବଢ଼ି ଯାଉଛି ଯେ ଚାଖେଡ଼େ ନେଖା ରାତି ପାଇଲାକୁ ବଢ଼ି ଯାଉଛି। ଯେତେ ତୁଳିଲେ ବି ଜମା ସରୁନାହିଁ। ସାଙ୍ଗେ ସାଙ୍ଗେ ଅଧ ଚାଳିଏ ଲେଖା ହେଇଯାଉଛି ଆମର ଭେଣ୍ଡି। ଆଉ ମୁଁ ଡେରି ନ କରିକି ତୁଳିବା ପାଇଁ ସେଠି ଲାଗିଗଲାକୁ ଆଉ ଗେଲିଆ ପା ସେଠି କହୁଥାନ୍ତି, ବୁଝିଲେ ଘରମଣି, ଆଜି ସମବାର ଅଛି, ବେସର ଟିକେ ଦେଇକି ଆମ୍ବୁଲ ଟିକେ ଦେଇକି ମୁସ୍କିଲରେ ଆଜି ଟିକେ ପାଣି ଟିକେ କରିବ, ବଡ଼ ଠିକ୍ ଲାଗିବ ଭାତରେ। ମାନେ ସତେ କିଲୋ ତମ କଥା କ'ଣ ନ ମାନି ହବ? ଆଉ ତା ସାଙ୍ଗରେ ସ୍ପେଶାଲ କରି ବାଇଗଣ ଭାଜିଟେ ଭାଜିମି। ଏଇ କଥା କହିକି ଗେଲିଆପାଙ୍କ ସହିତ ସାଡ଼ୁ ଆସିଲା ବେଳକୁ ଆଡ଼େ ଦେଖିଲା ବେଳକୁ ଗେଲି ଝିଅ ଯାଇକି ଆମେ ଲକ୍ଷ୍ମୀ ମିଠା କ୍ଷୀର ଧୋଇ ଆସିଲିଣି। ମୁଁ କ'ଣ ସକାଳେ ସକାଳେ ଯାଇକି ମିଠା କ୍ଷୀରଟେ ଧୋଇ ଆସିଲିଣି ନା ମା, ଆଜି ମୋତେ ରସଗୋଲା ଖାଇତେ ଭାରି ମନେ ହେଉଛି। ଏଇ ଯେଉଁ ବାହାଘରରେ ବଡ଼ ବଡ଼ ରସଗୋଲା କରିଦିଏ ତୁଳା ପୁଡ଼ା, ସେଇ ରସଗୋଲାଟେ କରିବ। ମୁଁ ସତେ କିଲୋ ଆଲୋ ଆଲୋ ତୋର ଏତେ ଖାଇତେ ମନେ ହେଉଛି। ଏମିତି କହିକି ଗେଲି ଝିଅକୁ କହିଥିଲି, ମୁଁ କହିଲି ଭାରି ଖାଉଛି, ନିଜେ ତିଆରି କର। ନା ମା, ତୁମ ହାତରେ ଖାଇବାଟା ମଜା ଆସିଯିବ। ସତେ କିଲୋ ଏମିତି ଗେଲି ଝିଅ କଥାବାର୍ତ୍ତା ହେଲା ବେଳକୁ ଗେଲିଆପା ଆସିକି ସେପଟେ ଡାକୁଥାନ୍ତି, ବୁଝିଲେ ଘରମଣି ଜଲ୍ଦି ଜଲ୍ଦି ଆସ। ମାନେ କ'ଣ ହେଇଗଲା କି? ନା ଆସଲ ଆସ ଦେଖିବ ଆସ। ମାନେ କ'ଣ ହେଇଗଲାଣି ନା ଦେଖିଲ ଆମ ଗୁପଚୁପ ଏବେ ଯେଉଁ ଝାଞ୍ଜି ବହୁତ ଜୋର ପିଟୁଛି, ସବୁ ଗୁପଚୁପ ଗୁଡ଼ା ଶୁଖିଗଲାଣି, ତେଲ କଡ଼ା ସାଡ଼େ ତାତିଗଲାଣି। ତମେ ଆସ ଜଲ୍ଦି ଜଲ୍ଦି ଆସ। ଆଉ ଡେରି ନ କରିକି ସ୍ୱାମୀଙ୍କ ସାଡ଼େ ସାଡ଼େ ଗଲା ବେଳକୁ ସତରେ ଏଇ ଯେଉଁ ମୁଁ ଝାଞ୍ଜି ପିଟୁଛି ସାଙ୍ଗମାନେ, ମୁସ୍କିଲ ରକ ଆମର ଗୁପଚୁପ ଗୁଡ଼ା ଶୁଖିଯାଉଛି। ତିଆରି କରିବା ବହୁତ କଷ୍ଟ ହେଇଯାଉଛି। ଆଉ ଡେରି ନ କରିକି ଆମେ ଭାଡ଼ିଟା ନେଇକି ଆସିଲା ବେଳକୁ ଆଡ଼େ ତେଲ କଡ଼ାଟା ପୁରା କୁହୁଳିଗଲାଣି। ମୁଁ ଜଲ୍ଦି ଜଲ୍ଦି ଯାଇକି ଢମାଟେ ନେଇ ଆସିଥିଲି। ଆଉ ସ୍ୱାମୀ କହୁଥିଲେ, ବୁଝିଲା ଘରମଣି ଜଲ୍ଦି ଜଲ୍ଦି ଚଟୁଟା ଧର, ପୁରା ଶୁଖିଯିବ, ବହୁତ ଛୋଟ ଗୁପଚୁପ ହେଇଯିବ। ଆଉ ଡେରି ନ କରି ଚଟୁଟା ଧରି ନେଇଥିଲି। ଆଉ ଦେଖୁଥିବେ କେଡ଼େ ସୁନ୍ଦର ଆମର ଗୁପଚୁପଟା ଆଜି ହେଉଛି। ଦଳାଟା ଭଲ ହେଇଥିଲା ବୋଲିକି ବହୁତ ସୁନ୍ଦର ଗୁପଚୁପଟା ହେଉଛି। ଆଉ ଆସୁଛି ଆମର ଲଙ୍ଗ ଭିଡ଼ିଓ। କାଲି ଲଙ୍ଗ ଭିଡ଼ିଓଟା ମୁଁ ଛାଡ଼ି ପାରିନଥିଲି, କାହିଁକି ନା ନେଟ୍ ବହୁତ ସ୍ଲୋ ହେଇଥିଲା। ଆଜି ଆପଣମାନେ ଦେଖିପାରିବେ ଆମ ଲଙ୍ଗ ଭିଡ଼ିଓ। ଆଜି ରହିଲି, ଜୟ ଜଗନ୍ନାଥ।